ସାଙ୍ଗମାନେ ଆମେ କହୁଛେ ଯେ ପରସ୍ପରକୁ ପରସ୍ପର ସପୋର୍ଟ କଲେ ଶୀଘ୍ର ଗ୍ରୋ କରିବା ସେଇ କଥା ଚାଲିଛି। କିନ୍ତୁ କିଛି ଦିନ ହେଲା ମୁଁ ଦେଖୁଛି ଯେଉଁମାନଙ୍କୁ ଆମେ ସପୋର୍ଟ କରୁଛେ, ଲାଇକ୍ କମେଣ୍ଟ କରୁଛେ, ସେମାନେ ରିପ୍ଲାଏଟେ ଦେଇ ଚାଲି ଯାଉଛନ୍ତି, କିନ୍ତୁ ସେମାନେ ସପୋର୍ଟ କରୁନାହାନ୍ତି। ସେମାନଙ୍କୁ କ'ଣ କୁହାଯିବ? ସ୍ୱାର୍ଥବାଦୀ ତ ଆଉ କ'ଣ? ଏମାନେ ହେଉଛନ୍ତି ବହୁତ ସ୍ୱାର୍ଥବାଦୀ, ଯେଉଁମାନେ କି ସେମାନଙ୍କୁ କମେଣ୍ଟ ଲାଇକ୍ ଦିଆଯାଉଛି, ଅଥଚ ସେମାନେ କାହାକୁ ସପୋର୍ଟ କରୁନାହାନ୍ତି। ମୁଁ କିଛି ଲୋକଙ୍କୁ ଦେଖୁଛି, ତ ଆମେ ତ କାମ ବ୍ୟସ୍ତରେ ଠିକ୍ସେ ଭିଡ଼ିଓ ହେଉ ବା ଫଟୋ ହେଉ ଲୋଡ଼୍ କରିବାକୁ ସମୟ ହେଉନି। ମୁଁ ଯେତେବେଳେ ମୋବାଇଲ ଧରି ବସେ, ଯଦି ହାତରେ ସମୟ ଥାଏ ତାହେଲେ କମ୍ ସେ କମ୍ ଅଧଘଣ୍ଟେ ଘଣ୍ଟାଏ ବସି ଯିଏ କେହି ହେଉ ସମସ୍ତଙ୍କୁ ଲାଇକ୍ ଟିକେ କରେ, କମେଣ୍ଟ ଟିକେ କରେ। ସେ ଯିଏ ହେଉନା କାହିଁକି, ଯେହେତୁ ଆମେ ଏଇ ସୋସିଆଲ ମିଡ଼ିଆରେ ସମସ୍ତେ ଗ୍ରୋ କରିବା ପାଇଁ ଚେଷ୍ଟା କରୁଛେ, ସେଥିପାଇଁ ସମସ୍ତେ ସପୋର୍ଟ କଲେ ନିଶ୍ଚୟ ଗ୍ରୋ କରିବା। ତେଣୁ ମୋ କହିବା କଥା, ତୁମ ଯେତିକି ସମୟ ପାଉଛ, ଯେଉଁମାନେ ତୁମ ସପୋର୍ଟରେ ଅଛନ୍ତି, ଯେଉଁମାନେ ତୁମକୁ ସାହାଯ୍ୟ କରୁଛନ୍ତି, ସେମାନଙ୍କୁ ନିହାତି ସପୋର୍ଟ କର। ସପୋର୍ଟ କଲେ ସମସ୍ତଙ୍କ ଭିତରେ ଗୋଟେ ସମ୍ପର୍କ ବାନ୍ଧି ହେଲେ ଆମେ ନିଶ୍ଚୟ ଗ୍ରୋ କରିବା। ଏଇଟା ସତ ନା ମିଛ ଆପଣ ଚିନ୍ତା କରିବେ। ଯଦି କିଛି ଖରାପ ଲାଗୁଥାଏ ତାହେଲେ କିଛି ନାହିଁ, କାହାକୁ ବାଧ୍ୟ ନାହିଁ। ତେଣୁକରି ଚେଷ୍ଟା କରନ୍ତୁ ସମସ୍ତଙ୍କୁ ସପୋର୍ଟ କରିବା ପାଇଁ। ଯେତିକି ସମୟ ମିଳିଲା ସେତିକି ସମୟ ସପୋର୍ଟ କରନ୍ତୁ ଏବଂ ନିଜ ଫେସବୁକ୍ ହେଉ, ସେ ୟୁଟ୍ୟୁବ୍ ହେଉ, ଯେଉଁଥିରେ ହେଉ ନିଜେ ଗ୍ରୋ କରିପାରିବ। ତେଣୁ ସମସ୍ତଙ୍କୁ ସପୋର୍ଟ କରିବା ନିହାତି ଦରକାର। ରହିଲି, ଜୟ ଜଗନ୍ନାଥ।